मो चैनल संस्कृति एवं परंपरा को। नम महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नामने गौरत्विषे नमः। नित्यानंद त्रयोदशी आपण मानंकु सबु अनेक अनेक शुभेच्छा एवं शुभकामना। भगवानंकर अनेक रूप अछि, अनंत अवतार अछि एवं एही सबु अवतार एही भौतिक जगतरे विभिन्न समୟରେ विभिन्न କାର୍ଯ୍ୟକୁ କରିବା ପାଇଁ ଅବତୀର୍ଣ୍ଣ ହୋଇଥାନ୍ତି। କଳିଯୁଗରେ ଅତ୍ୟନ୍ତ ପତିତ ଜୀବମାନଙ୍କର ସ୍ଥିତିକୁ ବିଚାର କରି ଭଗବାନ ପ୍ରକଟ ହେବା ପାଇଁ ନିର୍ଣ୍ଣୟ ନେଲେ, କିନ୍ତୁ ନିଜ ଭକ୍ତର ଭାବ ବା କାନ୍ତି ରୂପରେ। ଭଗବାନଙ୍କର ପରମ ଭକ୍ତ ହେଲେ ଶ୍ରୀମତୀ ରାଧାରାଣୀ। ସେହିପରି ଭଗବାନ ଶ୍ରୀକୃଷ୍ଣ ରାଧାରାଣୀଙ୍କର ଭାବ ବା କାନ୍ତିରୁ ପ୍ରକଟ ହେଲେ ଭଗବାନଙ୍କର ଅବତୀର୍ଣ୍ଣ ହେବାର ଉଦ୍ଦେଶ୍ୟ ଥିଲା କୃଷ୍ଣ ପ୍ରେମକୁ, ତାଙ୍କ ନାମ ରୂପକୁ ସବୁ ଜାଗାରେ ବିତରଣ କରିବା। ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ଜୀବକୁ ଉଦ୍ଧାର କରିବା ପାଇଁ ସର୍ତ୍ତ ରଖିଥିଲେ, ସେ ସର୍ତ୍ତ ଥିଲା ଶରଣାଗତି। ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ। ହେ ଅର୍ଜୁନ, ସବୁ ଧର୍ମର ତ୍ୟାଗ କରି କେବଳ ମୋ ଶରଣରେ ଆସିଯାଅ। କିନ୍ତୁ ଏହି ସର୍ତ୍ତ କଳିଯୁଗରେ ଜୀବମାନଙ୍କ ପାଇଁ ବହୁତ କଠିନ। ଭଗବାନଙ୍କର ଶରଣ ଯିବା ତ ବହୁତ ଦୂରର କଥା, କାହାର ବି ଶରଣ ଆମେ ଗ୍ରହଣ କରୁନା। ତେବେ କଳିଯୁଗର ଲୋକମାନଙ୍କୁ କିପରି କୃଷ୍ଣ ପ୍ରେମ ଦିଆଯିବ ଏବଂ କିପରି ତାଙ୍କୁ ଜନ୍ମ ମୃତ୍ୟୁର ଚକ୍ରରୁ ଛଡ଼ାଇ ଭଗବାନଙ୍କ ଧାମକୁ ନିଆଯିବ, ସେଥିପାଇଁ ଭଗବାନ କେବଳ କୃଷ୍ଣ ପ୍ରେମ ବାଣ୍ଟିବା ପାଇଁ ରୂପ ଧରିଲେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଏବଂ ସେହି ରୂପରେ ସେ ଜୀବର କୌଣସି ଦୁର୍ଗୁଣ ଦେଖନ୍ତି ନାହିଁ, ସମୟ ଦେଖନ୍ତି ନାହିଁ, ବ୍ୟକ୍ତି ସେହି ପ୍ରେମ ପାଇବାର ଯୋଗ୍ୟ ଅଟେ କି ନାହିଁ ତାର ପାତ୍ରତା ଉପରେ କୌଣସି ବିଚାର କରନ୍ତି ନାହିଁ, କିଛି ବି ଦେଖନ୍ତି ନାହିଁ। କୃଷ୍ଣ ପ୍ରେମ ବାଣ୍ଟିବାରେ କୌଣସି ଭେଦଭାବ କରନ୍ତି ନାହିଁ କି ଏଇ କୃଷ୍ଣ ପ୍ରେମ ଏତେ ମାତ୍ରାରେ ଅଛି ଯେ ତାକୁ ବାଣ୍ଟିବା ପାଇଁ ଭଗବାନଙ୍କର ଶୁଦ୍ଧ ଭକ୍ତ ଓ ତାଙ୍କର ଅନେକ ପାର୍ଷଦ ତାଙ୍କ ସହ ଅବତୀର୍ଣ୍ଣ ହେଲେ। ସେମାନଙ୍କ ମଧ୍ୟରୁ ପ୍ରମୁଖ ଥିଲେ ବଳରାମ, ଯିଏକି ବୃନ୍ଦାବନରେ ତାଙ୍କର ବଡ଼ ଭାଇ ଅଟନ୍ତି ଏବଂ ସେ ହିଁ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଲୀଳାରେ ପ୍ରକଟ ହୁଅନ୍ତି ନିତ୍ୟାନନ୍ଦ ପ୍ରଭୁଙ୍କ ରୂପରେ। ସେଥିପାଇଁ କୁହାଯାଇଛି, ପରମ କରୁଣା ପାଓ ଦୁଇଜନ ନିତାଇ ଗୌରଚନ୍ଦ୍ର, ସବ ଅବତାର ସାର ଶିରୋମଣି କେବଳ ଆନନ୍ଦ କନ୍ଦ। ଏଠାରେ ନିତ୍ୟାନନ୍ଦ ପ୍ରଭୁ ଏବଂ ଚୈତନ୍ୟ ମହାପ୍ରଭୁଙ୍କୁ ସମସ୍ତ ଅବତାରର ଶିରୋମଣି କୁହାଯାଇଛି। ଯେମିତି ମୁଣ୍ଡରେ ଥିବା ମୁକୁଟ ଉପରେ ଯଦି ମଣି ଥାଏ ତାକୁ ଶିରୋମଣି କୁହାଯାଏ, ସେହିପରି ସବୁ ଅବତାରର ଶିରୋମଣି ହେଉଛନ୍ତି ଗୌର ନିତାଇ ଶ୍ରୀ ଗୌରାଙ୍ଗ ମହାପ୍ରଭୁ, ଯିଏକି ଯୁଗା ଅବତାର ଅଟନ୍ତି। ସେ କେବଳ ଯୁଗା ଅବତାର ନୁହନ୍ତି, ଛନ୍ନ ଅବତାର ମଧ୍ୟ ଅଟନ୍ତି, ଅର୍ଥାତ୍ ଯିଏକି ତାଙ୍କ ଐଶ୍ୱର୍ଯ୍ୟ ଲୁଚାଇ ରଖିଛନ୍ତି। ଏହି ଗୌରାଙ୍ଗ ମହାପ୍ରଭୁଙ୍କର ଐଶ୍ୱର୍ଯ୍ୟ ଅର୍ଥାତ୍ କୃପା ଯାହାକି ଲୁଚି ହୋଇ ରହିଛି, ତାହା ଆମକୁ ମିଳିପାରିବ କେବଳ ନିତ୍ୟାନନ୍ଦ ପ୍ରଭୁଙ୍କ ଦ୍ୱାରା। ଚୈତନ୍ୟ ମହାପ୍ରଭୁଙ୍କ କୃପା ଯାହାକି ଅମୃତ ସହ ସମାନ ଅଟେ, ସେହି ଅଥଃ ଅମୃତ ସାଗରକୁ ପାନ କରିବା ପାଇଁ ଆମକୁ ପ୍ରଥମେ କୃପାର ଆବଶ୍ୟକ ହୋଇଥାଏ ନିତ୍ୟାନନ୍ଦ ପ୍ରଭୁଙ୍କର। ସେଥିପାଇଁ ଅଦ୍ୟ ଏହି ପାବନ ଦିବସ ଅବସରରେ ଆମେ ଜାଣିବା କି ନିତ୍ୟାନନ୍ଦ ପ୍ରଭୁ କିଏ, ଆଜିର ଦିନର ମହତ୍ତ୍ୱ କ'ଣ ଏବଂ ଆମେ ତାଙ୍କ ପାଖରେ କ'ଣ ପ୍ରାର୍ଥନା କରିବା ଉଚିତ। ଶ୍ରୀ ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି ନିତ୍ୟାନନ୍ଦ ପ୍ରଭୁ କିଏ। ସଂକର୍ଷଣ କାରଣଃ ତ୍ୟୟସାୟୀ ଗର୍ଭୋଦସାୟୀ ଚ ପ୍ରୟୋଦସାୟୀ ଶେଷଶ୍ଚ ଶ୍ୟାମ ସକଳାଶ୍ଚ ନିତ୍ୟାମ ନନ୍ଦାକ୍ଷରାମମ ଶରଣଂ ମମାଶ୍ରୁ। ଅର୍ଥାତ୍ ଏଠାରେ କୁହାଯାଇଛି ଯେ ମୁଁ ସେହି ନିତ୍ୟାନନ୍ଦ ପ୍ରଭୁଙ୍କୁ ପ୍ରଣାମ କରୁଛି,
ଯିଏ ଶ୍ରୀକୃଷ୍ଣଙ୍କ ଠାରୁ ଅଭିନ୍ନ ଅଟନ୍ତି। ଭଗବାନ ଶ୍ରୀକୃଷ୍ଣ କଳିଯୁଗର ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ରୂପରେ ଆବିର୍ଭାବ ହୋଇଥିଲେ ଏବଂ ବଳରାମ ଶ୍ରୀ ନିତ୍ୟାନନ୍ଦ ପ୍ରଭୁଙ୍କ ରୂପରେ ପ୍ରକଟ ହୋଇଥିଲେ ତଥା ଏହି ନିତ୍ୟାନନ୍ଦ ପ୍ରଭୁ ଚୈତନ୍ୟ ମହାପ୍ରଭୁ ଅର୍ଥାତ୍ ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ କୌଣସି ରୂପରେ ଭିନ୍ନ ନୁହନ୍ତି। ନା ଶକ୍ତିରେ ନା ରୂପରେ ସେ ତାଙ୍କଠାରୁ ଅଭିନ୍ନ, କିନ୍ତୁ ଗୋଟିଏ କ୍ଷେତ୍ରରେ ଭିନ୍ନ ଅଟନ୍ତି, ଯାହା ହେଉଛି ଭାବ। ଶ୍ରୀ ଗୌରାଙ୍ଗ ମହାପ୍ରଭୁ ସେବ୍ୟ ଭଗବାନ ଅଟନ୍ତି, ଅର୍ଥାତ୍ ଯିଏ ସେବା ଗ୍ରହଣ କରନ୍ତି ବା ସେବା ସ୍ୱୀକାର କରନ୍ତି ତଥା ଶ୍ରୀ ନିତ୍ୟାନନ୍ଦ ପ୍ରଭୁ ସେବକ ଭଗବାନ ଅଟନ୍ତି, ଯିଏ ସେବା କରନ୍ତି। ସେହି ପ୍ରକାର ଭଗବାନ ସ୍ୱୟଂ ନିଜର ଉଦାହରଣରୁ ଆମକୁ ବୁଝାନ୍ତି ଯେ କିପରି ଭଗବାନଙ୍କର ସେବା କରାଯାଇ ପାରିବ। ଆଧ୍ୟାତ୍ମିକ ଜଗତରେ ଭଗବାନଙ୍କର ପ୍ରଥମ ବିସ୍ମୃତ ରୂପ ହେଉଛି ବଳରାମଙ୍କର। ବଳରାମଙ୍କ ଠାରୁ ଚତୁର୍ବ୍ୟୁହ ସଂକର୍ଷଣ, ବାସୁଦେବ, ପ୍ରଦ୍ୟୁମ୍ନ ଏବଂ ଅନିରୁଦ୍ଧଙ୍କର ବିସ୍ତାର ହୋଇଅଛି। ଏହି ସଂକର୍ଷଣ ହେଉଛନ୍ତି ସବୁ ଆଧ୍ୟାତ୍ମିକ ସୃଷ୍ଟି ଅର୍ଥାତ୍ ଆଧ୍ୟାତ୍ମିକ ଜଗତର ଅନନ୍ତ କୋଟି ବୈକୁଣ୍ଠ ଧାମ ସେହି ବଳରାମଙ୍କର ହିଁ ବିସ୍ତୃତ ରୂପ ଅଟେ ସେବା କରିବା ପାଇଁ। ଆଉ ସେଥିରୁ ଏହି ଭୌତିକ ସୃଷ୍ଟିର ନିର୍ମାଣ କରିବା ପାଇଁ ତିନି ବିଷ୍ଣୁ ରୂପରେ ସେ ବିସ୍ତାର କରନ୍ତି। ପ୍ରଥମ ହେଉଛନ୍ତି ମହାବିଷ୍ଣୁ, ଯାହାଙ୍କ ଲୋମରୁ ଅନନ୍ତ ବ୍ରହ୍ମାଣ୍ଡର ସୃଷ୍ଟି ହୋଇଥାଏ। ଆମେ ଏହି ବ୍ରହ୍ମାଣ୍ଡର ଏପଟରୁ ସେପଟ ଯାଏଁ କିଛି ବି ଜାଣିନାହୁଁ, କିନ୍ତୁ ଏହିପରି ଅନେକ ବ୍ରହ୍ମାଣ୍ଡ ତାଙ୍କ ଲୋମରୁ ସୃଷ୍ଟି ହୋଇଥାଏ। ଦ୍ୱିତୀୟରେ ଗର୍ଭ ଉଦକଶାୟୀ ବିଷ୍ଣୁ, ଯିଏକି ପ୍ରତ୍ୟେକ ବ୍ରହ୍ମାଣ୍ଡରେ ପ୍ରବେଶ କରନ୍ତି ଏବଂ ତାଙ୍କ ନାଭିରୁ ବାହାରିଥିବା କମଳରୁ ବ୍ରହ୍ମା ପ୍ରକଟ ହୋଇଥାନ୍ତି ଏବଂ ସୃଷ୍ଟି ରଚନାର ଜ୍ଞାନ ସେହି ଗର୍ଭ ଉଦକଶାୟୀ ବିଷ୍ଣୁ ତାଙ୍କୁ ପ୍ରଦାନ କରିଥାନ୍ତି। ତାପରେ ସୃଷ୍ଟିର ରଚନା ପରେ ସମସ୍ତ 84 ଲକ୍ଷ ଯୋନି ଭିତରେ ପରମାତ୍ମା ରୂପରେ କ୍ଷୀରୋଦକଶାୟୀ ବିଷ୍ଣୁ ପ୍ରବେଶ କରନ୍ତି ଏବଂ ଏହି ତିନି ବିଷ୍ଣୁଙ୍କ ସ୍ରୋତ ହେଉଛନ୍ତି ବଳରାମ ବା ନିତ୍ୟାନନ୍ଦ ପ୍ରଭୁ। ଏହା ହେଉଛି ତାଙ୍କର ସ୍ୱରୂପ। ଏହା ହେଉଛି ତାଙ୍କ ପରିଚୟ ଯେ ନିତ୍ୟାନନ୍ଦ ପ୍ରଭୁ କିଏ ତଥା ନିତ୍ୟାନନ୍ଦ ପ୍ରଭୁ 1474 ମସିହାରେ ପଶ୍ଚିମବଙ୍ଗର ବୀରଭୌମା ଜିଲ୍ଲାର ଏକଚକ୍ରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତାଙ୍କ ନାମ ଥିଲା ପଦ୍ମାବତୀ ଏବଂ ପିତାଙ୍କ ନାମ ଓଢ଼ାଇ ପଣ୍ଡିତ, ଯିଏକି ଶାଶ୍ୱତ ଗୋଲୋକ ବୃନ୍ଦାବନ ଧାମରେ ନିତ୍ୟାନନ୍ଦ ପ୍ରଭୁଙ୍କର ମାତାପିତା ଅଟନ୍ତି। ନିତ୍ୟାନନ୍ଦ ପ୍ରଭୁ ପିଲାବେଳରୁ ହିଁ ଭଗବାନଙ୍କର ସମସ୍ତ ଲୀଳାକୁ ନିଜର ବାଲସଖାମାନଙ୍କ ସହିତ ଖେଳୁଥିଲେ ଏବଂ ଖେଳୁ ଖେଳୁ ଏତେ ମାତ୍ରାରେ ନିମଗ୍ନ ହୋଇଯାଉଥିଲେ ଯେ ସମସ୍ତେ ଆଚମ୍ବିତ ହେଉଥିଲେ କି ସେ ଭଗବାନଙ୍କର ଏତେ ସୂକ୍ଷ୍ମ ଲୀଳାକୁ କିପରି ପ୍ରକଟ କରିପାରୁଛନ୍ତି। ଯେତେବେଳେ ଗାଁର ଲୋକମାନେ ତାଙ୍କୁ ପଚାରୁଥିଲେ ଏତେ ଛୋଟ ବୟସରୁ ଏତେ ଜ୍ଞାନ କେଉଁଠୁ ଆସିଲା ବୋଲି, ସେ କହୁଥିଲେ, ଏହା ତ ମୋର ଲୀଳା ଅଟେ। ଏହା ଶୁଣି ସମସ୍ତେ ହସନ୍ତି, କାରଣ ଛୋଟ ପିଲାଙ୍କ କଥାରେ କେହି ହେଲେ ବିଶ୍ୱାସ କରିପାରନ୍ତି ନାହିଁ। ଏବଂ ବଡ଼ ହେବା ପରେ ଜଣେ ସନ୍ନ୍ୟାସୀଙ୍କ ସହ ସେ ଚାଲିଯାଆନ୍ତି ଏବଂ ଅନେକ ବର୍ଷ ପର୍ଯ୍ୟନ୍ତ ସେ ସମସ୍ତ ତୀର୍ଥସ୍ଥାନଗୁଡ଼ିକ ଭ୍ରମଣ କରନ୍ତି। ତାପରେ ବୃନ୍ଦାବନ ଆସି ଶୃଙ୍ଗାରବଟରେ ନିବାସ କରନ୍ତି। ସେଠାରେ ଯେତେବେଳେ ତାଙ୍କୁ ସୂଚନା ମିଳେ ଯେ ଚୈତନ୍ୟ ମହାପ୍ରଭୁ ଏବେ ସଂକୀର୍ତ୍ତନ ଆରମ୍ଭ କରିସାରିଲେଣି, ସେତେବେଳେ ସେ ଆସନ୍ତି ଏବଂ ମହାପ୍ରଭୁଙ୍କ ଆଜ୍ଞା ପାଇ ନାମ ପ୍ରଚାର କାର୍ଯ୍ୟ ଆରମ୍ଭ କରନ୍ତି। ତା ପୂର୍ବରୁ ନୁହେଁ। ନିତ୍ୟାନନ୍ଦ ପ୍ରଭୁଙ୍କ କୃପା ବିନା ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କ କୃପା ମିଳିପାରିବ ନାହିଁ। ଚୈତନ୍ୟ ମହାପ୍ରଭୁଙ୍କ ବିଷୟରେ ଯାହା ସବୁ ଜ୍ଞାନ ଆମକୁ ପ୍ରାପ୍ତ ହୋଇପାରିଛି, ତାହା ସବୁ ନିତ୍ୟାନନ୍ଦ ପ୍ରଭୁଙ୍କ କୃପାରୁ ହିଁ ଉପଲବ୍ଧ ହୋଇଅଛି। ସେ ଅନନ୍ତ ଶେଷନାଗ ଅଟନ୍ତି, ଯାହାଙ୍କ ମୁଖରେ ଭଗବାନଙ୍କର
ଯଶଗାନ ରହିଅଛି। ଅର୍ଥାତ୍ ଭଗବାନଙ୍କର ଯଶଗାନ କରିବାର ଶକ୍ତି ବା ମହିମା ଗାଇବାର ଶକ୍ତି ଶ୍ରୀ ବଳରାମ ପ୍ରଭୁ ବା ନିତ୍ୟାନନ୍ଦ ପ୍ରଭୁଙ୍କ ଠାରୁ ହିଁ ମିଳିଥାଏ। ନିତ୍ୟାନନ୍ଦ ପ୍ରଭୁଙ୍କ କୃପାରୁ ହିଁ ଆମେ ମହାପ୍ରଭୁଙ୍କୁ ଜାଣିପାରିବା। ଅତଃ ଆଜି ଦିନ ବା ନିତ୍ୟାନନ୍ଦ ତ୍ରୟୋଦଶୀର ମହତ୍ଵ ବହୁ ମାତ୍ରାରେ ଅଧିକ ଅଟେ। କାରଣ ଆମ ଭଳି ସାଧକମାନଙ୍କ ପାଇଁ ନିତ୍ୟାନନ୍ଦ ପ୍ରଭୁ ଆଦିଗୁରୁ ଅଟନ୍ତି। ଗୁରୁ ନିଜ ଉଦାହରଣରୁ ବା ନିଜ ଶିକ୍ଷାରୁ ଆମକୁ ଶିଖେଇ ଦେଇଥାନ୍ତି ଯେ କିପରି ଆମକୁ ଭଗବାନଙ୍କ ଶରଣାପନ୍ନ ହେବା ଉଚିତ। ଅତଃ ଭଗବତ୍ ପ୍ରେମ ପାଇବା ପାଇଁ, ଚୈତନ୍ୟ ମହାପ୍ରଭୁଙ୍କ କୃପାପାତ୍ର ପାଇବା ପାଇଁ, କଳିଯୁଗରେ ଜୀବଙ୍କ ଉଦ୍ଧାର କରିବା ପାଇଁ ଶ୍ରୀ ନିତ୍ୟାନନ୍ଦ ପ୍ରଭୁଙ୍କ କୃପା ନିତ୍ୟାନ୍ତ ଆବଶ୍ୟକ ଅଟେ। ସେଥିପାଇଁ ଆମେମାନେ ତାଙ୍କ ଶରଣାପନ୍ନ ହେବା ଏକାନ୍ତ ଆବଶ୍ୟକ। ତାଙ୍କ କୃପା ପ୍ରାର୍ଥନା କରିବା ଉଚିତ। କାରଣ ତାଙ୍କ କଥାକୁ ଶ୍ରୀ ଗୌରାଙ୍ଗ ମହାପ୍ରଭୁ ମଧ୍ୟ ମନା କରିପାରନ୍ତି ନାହିଁ। ଯେପରିକି ଆମେ ସମସ୍ତେ ଜାଣିଛୁ, ଯେଉଁ ମାଧାଇଙ୍କୁ ଗୌରାଙ୍ଗ ପ୍ରଭୁ ମାରି ଦେଇଥାନ୍ତେ, ନିତ୍ୟାନନ୍ଦ ପ୍ରଭୁଙ୍କ କହିବା ଦ୍ୱାରା ସେ ତାଙ୍କୁ ଛାଡ଼ି ଦେଇଥିଲେ। ସେଥିପାଇଁ ଆଜି ଦିନର ମହତ୍ଵ ଆମ ସମସ୍ତଙ୍କ ପାଇଁ ବହୁ ମାତ୍ରାରେ ବଢ଼ି ଯାଇଥାଏ। ତା ଛଡ଼ା ନିତ୍ୟାନନ୍ଦ ପ୍ରଭୁ ପଞ୍ଚରସରେ ତଥା 10 ପ୍ରକାରରେ ଭଗବାନଙ୍କର ସେବା କରିଥାନ୍ତି। ଶାନ୍ତ ରସରେ ଭଗବାନଙ୍କର ସେଜ, ଭଗବାନଙ୍କର ଆସନ, ବାହନ, ଧ୍ୱଜ, ତାଙ୍କର ବସ୍ତ୍ର ଆଭୂଷଣ ସବୁକିଛି ନିତ୍ୟାନନ୍ଦ ପ୍ରଭୁ ହିଁ ଅଟନ୍ତି। ଦାସ୍ୟ ରସରେ ସର୍ବଦା ସମସ୍ତ ଗୋପୀ ଓ ଗୋପାଳ ବାଳଙ୍କ ସହ ଭଗବାନଙ୍କର ସେବା କରିଥାନ୍ତି। ସାକ୍ଷ୍ୟ ରସରେ ବହୁତ ଅନ୍ତରଙ୍ଗ ମିତ୍ର ରୂପରେ ତାଙ୍କ ସେବା କରିଥାନ୍ତି। ବଡ଼ ଭାଇ ରୂପରେ ବାତ୍ସଲ୍ୟ ରସରେ ସେବା କରନ୍ତି। ସେହିପରି ମାଧୁର୍ଯ୍ୟ ରସରେ ଶ୍ରୀମତୀ ରାଧାରାଣୀଙ୍କ ସାନ ଭଉଣୀ ଅନଙ୍ଗ ମଞ୍ଜରୀ ରୂପରେ ଭଗବାନଙ୍କର ସେବା କରିଥାନ୍ତି। ସେହିପରି ଅନ୍ୟ ଏକ ପ୍ରାର୍ଥନା ଆମମାନଙ୍କୁ ତାଙ୍କଠାରୁ କରିବା ଉଚିତ। ସେବା ଭାବର ଯାହା ଆମର ମୂଳ ସ୍ୱଭାବ ଅଟେ। ଜୀବର ସ୍ୱରୂପ ହୋଏ କୃଷ୍ଣର ନିତ୍ୟ ଦାସ। କାରଣ ପ୍ରେମ ଅର୍ଥାତ୍ ସେବା। ଯଦି ଆମେ କାହାକୁ ପ୍ରେମ କରୁଛୁ କିନ୍ତୁ ତାର ସେବା କରୁନାହୁଁ, ତ ସେ କେବଳ ନାମମାତ୍ର ପ୍ରେମ ଅଟେ। ସେଥିପାଇଁ ପ୍ରେମର ଅର୍ଥ ସେବା ବା ଏପରି ସେବା ଯାହାକି ପ୍ରେମୀକୁ ପ୍ରସନ୍ନ କରେ ଏବଂ ଏହା କେବଳ ନିତ୍ୟାନନ୍ଦ ପ୍ରଭୁଙ୍କ କୃପାରୁ ହିଁ ସମ୍ଭବ ହୋଇପାରେ। ସେହି ନିତ୍ୟାନନ୍ଦ ପ୍ରଭୁଙ୍କ ଠାରୁ ଆମେମାନେ ଆଜିର ଏହି ପାବନ ପବିତ୍ର ଦିବସରେ ଏତିକି ପ୍ରାର୍ଥନା କରିବା ଉଚିତ ଏବଂ ତାଙ୍କ କୃପାର ଅଭିଳାଷ ରଖି ଏହି ଜୀବନକୁ ଭଗବାନ ତଥା ତାଙ୍କ ଭକ୍ତଙ୍କ ସେବାରେ ସମର୍ପିତ କରିଦେବା ଉଚିତ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେବେ ପବିତ୍ର ନିତ୍ୟାନନ୍ଦ ତ୍ରୟୋଦଶୀର ପାବନ ଅବସରରେ ମହାପ୍ରଭୁଙ୍କର ଦର୍ଶନ କରିବା ସହିତ କଳିଯୁଗର ମହାମନ୍ତ୍ରର ନାମ ସଂକୀର୍ତ୍ତନକୁ ଆମେମାନେ ମଧ୍ୟ ଟିକେ ଆସ୍ୱାଦନ କରିନେବା। ଚାଲନ୍ତୁ।